রুবেন কৌশিক। নমস্কার, ମୋ ନିଜର ୟୁଟ୍ୟୁବ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜି ଏହି ଅଧ୍ୟାୟରେ ପୁଣି ଫେରିବି ଓଡ଼ିଶା ରିଲେଟେଡ ଗୋଟେ ଇମ୍ପୋର୍ଟାଣ୍ଟ ସବଜେକ୍ଟ, ମାନେ ଇମ୍ପୋର୍ଟାଣ୍ଟ ଏବଂ ଆପଣମାନଙ୍କର ବି ଇଣ୍ଟରେଷ୍ଟିଂ, ଏବଂ ସେଟା ହଉଛି ବିଜୁ ଜନତା ଦଳ ନବୀନ ପଟ୍ଟନାୟକର ଉତ୍ତରାଧିକାରୀ କଣ ହବ, ନିଷ୍ପତ୍ତି କେବେ ହବ, ଜଲ୍ଦି ହବ ନା ନବୀନ ବାବୁ ଏଇ ଡିସିସନଟାକୁ ଘୁଞ୍ଚାଇବେ, ଡିଲେ କରିବେ। କାହିଁକି ମୋର ଧାରଣା ନବୀନ ପଟ୍ଟନାୟକ ପାଖରେ କିମ୍ବା ବିଜୁ ଜନତା ଦଳ ପାଖରେ ଏବେ ଆଉ ସେଇ ଲକ୍ସରୀ ନାହିଁ ଯେ ଆମେ ଏଇ ଡିସିସନ ଉତ୍ତରାଧିକାରୀର ଡିସିସନଟାକୁ ଘୁଞ୍ଚାଇ ଚାଲିବୁ, ମାନେ ଏବେ ନୁହଁ ପରେ କରିବା। ସେଇ ଲକ୍ସରୀ ନବୀନ ବାବୁ ପାଖରେ ନାହିଁ, ବିଜୁ ଜନତା ଦଳ ପାଖରେ ନାହିଁ ଏବଂ ପ୍ରବଳ ପ୍ରେସର। ମୁଁ ଏଇ ସପ୍ତାହେ 2 ସପ୍ତାହ ତଳେ ଆଉ ଗୋଟେ କରିଥିଲି ଏଇ ଉତ୍ତରାଧିକାରୀ ଇସ୍ୟୁ ନେଇକିରି, এবং କହିଥିଲି ଯେ ପ୍ରବଳ ହଲଚଲ ବିଜୁ ଜନତା ଦଳ ଭିତରେ, ପାର୍ଟିକୁଲାରଲି ନୂଆପଡ଼ା ବାଇ ଇଲେକ୍ସନ ହାରିଲା ପରେ ନମ୍ବର 3ରେ ଆସିଲେ ବିଜୁ ଜନତା ଦଳ। ତ ଆଜି ଏଇ ଅଧ୍ୟାୟରେ ଟିକେ ପୁଣି ନୂଆ କିଛି ତଥ୍ୟ ଦେଇକିରି ଆଲୋଚନା କରିବାକୁ ଟ୍ରାଏ କରିବି ଯେ ବିଜୁ ଜନତା ଦଳ ନବୀନ ବାବୁ କଲେ ଏଇ ଉତ୍ତରାଧିକାରୀ ଇସ୍ୟୁଟାକୁ ଆଉ ଘୁଞ୍ଚାଇ ପାରିବେ, ଆଉ ଯଦି ଘୁଞ୍ଚାଇ ନା ପାରିବେ ତାହେଲେ କେତେ ଜଲ୍ଦି କେତେ ଶୀଘ୍ର ଆମେ ଗୋଟେ ନିଷ୍ପତ୍ତି ଆନାଉନ୍ସମେଣ୍ଟ ଏକ୍ସପେକ୍ଟ କରିବୁ ଯେ ନବୀନ ବାବୁର ଉତ୍ତରାଧିକାରୀ କେ ଆସୁଛି ସେଇ ବିଷୟ। ମୋର ଜାଣିବାରେ ବିଜୁ ଜନତା ଦଳ ଭିତରେ ବଡ ବଡ ନେତା ମାନେ ଦେ ଆର ମୋରଲେସ୍ ଏଗ୍ରିଡ୍, ମାନେ ଯେମାନେ ପାଣ୍ଡିଆନର ଲୋକ କିମ୍ବା ଯେମାନେ ପାଣ୍ଡିଆନର ବିରୋଧୀ ବିଜୁ ଜନତା ଦଳ ଭିତରେ ଅଛନ୍ତି, ପାଣ୍ଡିଆନ ଲୟାଲିଷ୍ଟ, ପାଣ୍ଡିଆନ କ୍ରିଟିକ ଅଛନ୍ତି। ବୋଥ ସାଇଡ୍ସ, ଉଭୟ ପକ୍ଷ ଏବେ ଏଗ୍ରିଡ୍ ଯେ ଏଇ ଉତ୍ତରାଧିକାରୀ ଇସ୍ୟୁଟାକୁ ଜଲ୍ଦି ଜଲ୍ଦି ସେଟେଲ କରିବା ପଡିବ, ଆଉ ଘୁଞ୍ଚେଇ ହବନି। କାହିଁକି ଉଭୟ ପକ୍ଷ କହୁଛି ଯେ ଆମର ଗାଡିଟା ଚାଲୁଛି, ଗାଡି ଚାଲୁଛି ମାନେ ବିଜୁ ଜନତା ଦଳ ଚାଲୁଛି, କିନ୍ତୁ ଗାଡିର কোনো ଡ୍ରାଇଭର ନାହିଁ। ଆଉ ଡ୍ରାଇଭର ଯଦି ନା ଥିବ ତାହେଲେ କଣ ହବ? ଏଇଟା ତ ଆଉ ସେଇ ଟେସ୍ଲା ଗାଡି ନୁହଁ, ମାନେ ଡ୍ରାଇଭରଲେସ୍ ଗାଡି। ଆମର ସେଇ ଟେକ୍ନୋଲୋଜି ଇଣ୍ଡିଆରେ ଏବେ ବି ଏତେ ମାନେ ପପୁଲାର ହେଇନି। ତ ବିଜୁ ଜନତା ଦଳ ଏବେ ହଉଛି ଗୋଟେ ଗାଡି ଯାହାର কোনো ଡ୍ରାଇଭର ନାହିଁ, ଗାଡି ଚାଲିଛି। ଆଉ ତ ଏମିତି ଡ୍ରାଇଭର ବିନା ଗାଡି ଚାଲିଲେ ପଡେ କଣ ହବ? ଆକ୍ସିଡେଣ୍ଟ ହବ। ଏବେ ନା ହେଲେ କିଛି ସମୟ ପରେ ଆକ୍ସିଡେଣ୍ଟ ହବ। ଅଲରେଡି ଗୋଟେ ବଡ ଆକ୍ସିଡେଣ୍ଟ ହେଇସାରିଛି ନୂଆପଡାରେ ହାରିଲେ, শুধু হারিলে না নাম্বার 3 କୁ আসলে কংগ্রেস দলে, বিজেপি কংগ্রেস তার লাস্ট হচ্ছে, মানে তারপরে হচ্ছে বিজেপি। এটা গোটে আক্সিডেন্ট। উভয় পক্ষ বিজু জনতা দলর নেতা মানে ଏବେ କହୁଛନ୍ତି ଯେ ଆଉ ବଡ ବଡ ଆକ୍ସିଡେଣ୍ଟ ହବ ଏବଂ ତାରପରେ ହয়তো ଏମିତି ଗୋଟେ ଫ୍ୟାଟାଲ କ୍ରାଶ ବି ହେଇଯିବ, ମାନେ ପୁରା ମୃତ୍ୟୁ। ତ ଏଟାକୁ ରୋକିବାକୁ ପଡିବ, କାହିଁକି ଏମିତି ଡାଇରେକ୍ସନଲେସ୍ ରାଡାରଲେସ୍ ମାନେ কোনো ଇଏ ନାହିଁ, ଚାଲି ପାରିବନି, ପାର୍ଟି ଚାଲି ପଡିବ। ତାହେଲେ ପାର୍ଟିଟାକୁ ବଞ୍ଚାଇବାକୁ ପଡିବ। ତ ବଞ୍ଚାଇବାକୁ ହେଲେ କଣ କରିବାକୁ ପଡିବ? ଗୋଟେ ଉତ୍ତରାଧିକାରୀ ମାନେ ଯେ ଲିଡ୍ କରିବ ପାର୍ଟି। ତ ଏବେ ମୁଁ ଯାହା ବୁଝୁଛି ପାର୍ଟି ଭିତରେ, ମୁଁ ତ କହିଥିଲି ମୋର ଭିଡିଓରେ ସପ୍ତାହେ ତଳେ କି 10 ଦିନ ତଳେ ଯେ ଗୋଟେ ମୁଡ୍ ତିଆରି ହଉଛି, ହେଇଗଲାନି ପାର୍ଟି ଭିତରେ ଯେ ପାଣ୍ଡିଆନ ବାବୁର ୱାଇଫ ସୁଜାତା ପାଣ୍ଡିଆନ, ରିଟାୟାର୍ଡ ଆଇଏଏସ୍ ମିଶନ ଶକ୍ତି ଚଲାଉଥିଲେ, ମିସେସ୍ ପାଣ୍ଡିଆନକୁ ଉତ୍ତରାଧିକାରୀ ଘୋଷଣା କରିବା ପାଇଁ, ମାନେ ଏଇଟା ଗୋଟେ ବଡ ଗୋଟେ ଚାଲିଛି। ତାହେଲେ କାହିଁ ହଉନି? କାହିଁକି ମୁଁ କହିଥିଲି ଯେ ଗୋଟେ ଉତ୍ତରାଧିକାରୀ ଯେତେବେଳେ ନବୀନ ବାବୁ ଚୟନ କରିବେ, ସିଲେକ୍ଟ କରିବେ, ଡିସାଇଡ କରିବେ, মেন ক্রিটিকাল ফ্যাক্টর হব, মানে ভেরি ইম্পর্টেন্ট, এটা সে হଉଛି যে নবীন বাবু কাহাକୁ বিশ্বাস କରୁଛନ୍ତି, ট্রাস্ট। କାହିଁ ଉତ୍ତରାଧିକାର ସକ୍ସେସର ଯେତେବେଳେ ଆପଣ ଡିସାଇଡ କରିବେ ସେତେବେଳେ ପଲିଟିକ୍ସ ହଉଛି, ପଲିଟିକାଲ କାରଣ ହବ 20% ଆଉ ଟ୍ରଷ୍ଟ ବିଶ୍ୱାସ ସେଇ ଫ୍ୟାକ୍ଟରଟା ହବ 80%। ମୁଁ କାହାକୁ ବିଶ୍ୱାସ କରୁଛି। ତ ଏଇ ପରିସ୍ଥିତିରେ ବର୍ତ୍ତମାନ ବିଜୁ ଜନତା ଦଳରେ ନବୀନ ବାବୁ କାହାକୁ ଟ୍ରଷ୍ଟ କରୁଛନ୍ତି? ତାର ପୁଅ ଆଉ ଝିଅ ପାଣ୍ଡିଆନ ବାବୁ, କାର୍ତ୍ତିକ ପାଣ୍ଡିଆନ ଆଉ ସୁଜାତା ପାଣ୍ଡିଆନ ରାଉତ। କାହିଁକି ଟ୍ରଷ୍ଟ ଯଦି ବଡ ଗୋଟେ ଇସ୍ୟୁ କନସିଡରେସନ ନା ହବ, ମାନେ ଯଦି ନା ହେଇଥାନ୍ତା, ଆପଣ ମତେ କହନ୍ତୁ এই যে বিজু জনতা দলের পলিটিক্যাল আফেয়ার্স কমিটি পিএসসি পুনি গঠন করা হয়েছে, সবুঠু বড় পলিটিক্যাল পার্টি মানে অর্গানাইজেশন বডি
বিজু জনতা দল হায়েস্ট বডি উইদিন দ্য পার্টি সেই পিএসি ରେ ବଡ ବଡ ନେତା ସିନିୟର ନେତା ଥିବା କଥା ସବୁଠୁ ଇମ୍ପୋର୍ଟାଣ୍ଟ ଆପଣ ମତେ କହନ୍ତୁ ଯେ ପ୍ରସନ୍ନ ଆଚାର୍ଯ୍ୟ ସେଇ ପିଏସସି ରେ ନାହାନ୍ତି କାହିଁକି ନାହାନ୍ତି ସବୁଠୁ ମାନେ ପୁରାଣା ନେତା ମୁଁ ତ ତାକୁ ଯେତେବେଳେ ବିଜୁ ଜନତା ଦଳ ଫର୍ମ ହେଇଥିଲା 97 98 ସେଇ ଟାଇମରେ ମୁଁ ତ ସେବେଠୁ ତାକୁ ଦେଖୁଛି ପ୍ରସନ୍ନ ବାବୁକୁ ନବୀନ ନିବାସରେ ସେତେବେଳେ ମୁଁ ବି ନବୀନ ନିବାସ ଯାଉଥିଲି ଆଚ୍ଛା ଆଉ ଗୋଟେ କଥା କହନ୍ତୁ ପ୍ରସନ୍ନ ଆଚାର୍ଯ୍ୟକୁ ଛାଡ଼ନ୍ତୁ ରାଜା ସାଇ ନାହାନ୍ତି କାହିଁକି ପିଏସସି ରେ ରାଜା ସାଇ ବଳିଆ ମାନେ ବଡ ସିନିୟର ଏମଏଲଏ ବିଜୁ ଜନତା ଦଳରେ ଅଛନ୍ତି କି ଏତେ ସିନିୟର ଏମଏଲଏ ସେ ନାହାନ୍ତି କାହିଁକି ନାହାନ୍ତି ଏମାନଙ୍କର ସିନିୟରିଟି ନେଇକରି কোনো ପ୍ରଶ୍ନ ନାହିଁ ଏମାନଙ୍କ ଉପରେ ପ୍ରଶ୍ନ ହଉଛି ଯେ ବିଶ୍ୱାସ ନବୀନ ବାବୁର ସେଇ ଟ୍ରଷ୍ଟଟା ଆସ୍ଥାଟା ନାହିଁ ସେୟା ପାଇଁ ସେମାନେ ପିଏସସି ରେ ନାହାନ୍ତି ତାର ଅର୍ଥ କଣ ପିଏସସି ରେ ନାହାନ୍ତି ତାର ଅର୍ଥ ହଉଛି ଏମିତି ଜଣେ ନେତା ଯାହାର ଉପରେ ନବୀନ ବାବୁର ବିଶ୍ୱାସ ନାହିଁ ସେ ଉତ୍ତରାଧିକାରୀ ବି ହେଇପାରିବେ ପିଏସସି ରେ ଯଦି ନା ଯାଇ ମାନେ ହେବେନି ଆପଣ କଣ ଭାବୁଛନ୍ତି ଯେ ଏମିତି ଜଣେ ନେତା ଯାହାର ଉପରେ ମାନେ 100% ବିଶ୍ୱାସ ନବୀନ ବାବୁର ନାହିଁ ସେ କଣ ଉତ୍ତରାଧିକାରୀ ହେଇଯିବେ ମତେ ଲାଗୁଛି ଏଇଟା ହେବା ଡିଫିକଲ୍ଟ ତାର ଭିତରେ ତାହେଲେ ଏବେ କଥା ହଉଛି ଯେ ଟ୍ରଷ୍ଟ ତ ଖାଲି ଆମେ ଜାଣିଛୁ ପାଣ୍ଡିଆନ ବାବୁ ଆଉ ପାଣ୍ଡିଆନ ବାବୁ ସ୍ତ୍ରୀ ଉପରେ ପୁଅ ଆଉ ଝିଅ ମୁଁ ତ କହିଥିଲି ପଏଣ୍ଟ ଆଉଟ୍ କରିଥିଲି ଯେ ଏଇ ଯେ ହସ୍ପିଟାଲ ଚିକିତ୍ସା ପରେ ଟ୍ରିଟମେଣ୍ଟ ପରେ ନବୀନ ବାବୁ ଯେତେବେଳେ ଭୁବନେଶ୍ୱର ହସ୍ପିଟାଲରୁ ବାହାରିଲେ କାହାର ହାତ ଧରିକିରି ବାହାରିଲେ ପାଣ୍ଡିଆନ ବାବୁର ହାତ ଧରିକିରି ବାହାରିଲେ ମାନେ ସେ ନବୀନ ବାବୁ ଏତେ ନିର୍ଭରଶୀଳ ପାଣ୍ଡିଆନ ବାବୁ ଉପରେ ତାର ବୟସ ହେଇଗଲେଣି ଦେହ ହয়তো এটা তার নিজের প্রেরোগেটিভ আমি কে কইবা আমি খালি অবজার্ভ করছি এবং কହୁଛୁ যে তার উপর টোটাল ডিপেন্ডেন্স মানে পান্ডিয়ান বাবু স্ত্রী উপরে তাইলে এবে প্রশ্ন হচ্ছে এতে যদি ট্রাস্ট তাইলে আনাউন্সমেন্টটা হଉନି କାହିଁକି ডিসিশনটা পান্ডিয়ান বাবু নবীন বাবু ନଉନାହାନ୍ତି କାହିଁକି হ্যাঁ ଏବେ ବି ତାର ଭିତରେ ପାର୍ଟି ଭିତରେ ଛକା ପଞ୍ଜା ଚାଲିଛି ଲୋକମାନେ ଜାଣିଛନ୍ତି ନେତାମାନେ ଜାଣିଛନ୍ତି ଯେ କିଏ କୋଉଠି କାହାର ଉପରେ ବିଶ୍ୱାସ ମୋର ଜାଣିବାରେ ଏବେ ବି ପ୍ରବଳ ଚେଷ୍ଟା ଚାଲିଛି ଆମର ବବି ଦାସ ସେ ଟ୍ରାଏ କରୁଛନ୍ତି ସେ ବି ଜଣେ ବଡ ନେତା ମନ୍ତ୍ରୀ ଥିଲେ ଏତେ ପାୱାରଫୁଲ ଥିଲେ ପାଣ୍ଡିଆନ ବାବୁର ଘନିଷ୍ଠ ଥିଲେ ଯେତେବେଳେ ସରକାର ବିଜୁ ଜନତା ଦଳ ସରକାରରେ ଥିଲେ ମାନେ ଭେରି ପାୱାରଫୁଲ ଭେରି ଇନଫ୍ଲୁଏନ୍ସିଆଲ ଭେରି ରିସୋର୍ସଫୁଲ ବି ମୁଁ କହିବି ରିସୋର୍ସଫୁଲ ମାନେ ରିସୋର୍ସଟା କଣ ମୁଁ ଏକ୍ସପ୍ଲେନ କରୁନି ବଟ୍ ଏକ୍ସଟ୍ରିମଲି ରିସୋର୍ସଫୁଲ ତାର ଏବେ ଆମ୍ବିସନ ବି ଅଛି ଆସ୍ପିରେସନ ବି ଅଛି ସେ ଏବେ କାଉଣ୍ଟର ଟ୍ରାଏ କରୁଛନ୍ତି ଯେ ସେ ହେବେ ଉତ୍ତରାଧିକାରୀ ସେ ପାର୍ଟି କଣ୍ଟ୍ରୋଲ କରିବେ ପାର୍ଟି ଚଲେଇବେ ଏବଂ ତାର ଲବି ଏବଂ ବବି ଦାସର ଇଏ ହଉଛି ଯେ ସୁଜାତା ପାଣ୍ଡିଆନକୁ ଯଦି ପଲିଟିକ୍ସରେ ରାଜନୀତିରେ ଆସିବାର ଅଛି ସେ ଦିଲ୍ଲୀ ପଳାନ୍ତୁ ଆସୁଛି ନେକ୍ସଟ ଇୟର ରାଜ୍ୟସଭା ତାର ଭିତରେ ଗୋଟେ ସିଟ୍ ବିଜୁ ଜନତା ଦଳର ଗ୍ୟାରେଣ୍ଟି ପଳାନ୍ତୁ ଦିଲ୍ଲୀରେ ରହନ୍ତୁ ଦିଲ୍ଲୀରେ ରାଜନୀତି କରନ୍ତୁ ଓଡ଼ିଶା ମୁଁ ସାମନେ କିନ୍ତୁ ଏମାନେ ମାନେ ତାର ବିରୁଦ୍ଧେ ବବି ଦାସ ବିରୋଧୀ ଗୋଷ୍ଠୀ ବି ଆକ୍ଟିଭ ସେବେଳେ ନା ଏଇଟା କଣ ଚାଲିବ କାହିଁକି ସେମାନଙ୍କର କଥା ଅନୁସାରେ ଏଇଟା ମୁଁ ଶୁଣୁଛି ଏଇଟା ମୋର ଆନାଲିସିସ୍ ଏମାନେ କହୁଛନ୍ତି ଯେ ଆମର ଦରକାର ବିଜୁ ଜନତା ଦଳରେ ଏବେ ଜଣେ ଏକ୍ସପର୍ଟ ମ୍ୟାନେଜର ସେଟା ମୁଁ ବି କହିଥିଲି ଯେ ବିଜୁ ଜନତା ଦଳ ପୂର୍ବରୁ ପ୍ୟାରୀ ମହାପାତ୍ର ଚଲାଉଥିଲେ ତାପରେ ପାଣ୍ଡିଆନ ବାବୁ ଚଲାଉଥିଲେ ଏବେ ଆଉ ଚଲାଇବାର କିଏ ନାହିଁ ନେତା ଅଛନ୍ତି କିନ୍ତୁ ମ୍ୟାନେଜର ନାହାନ୍ତି তো এই যে নুয়াপাড়া ইলেকশনে প্রবল এইমানে কହୁଛନ୍ତି নেতাମାନେ যে প্রবল মিসম্যানেজমেন্ট ହେଇଛି মানে ম্যানেজর নଥିଲେ মনিটরিং ହଉନଥିଲା পার্টি পুরা ক্রাশ এবং এইମାନର ମାନେ ବବି ଦାସ ବିରୋଧୀ ଲୋକମାନେ ନେତାମାନେ କହୁଛନ୍ତି ଯେ ବବି ଦାସ ଫେଲ କରିଛନ୍ତି ନୂଆପଡ଼ା ଏମାନର କଥା ଅନୁସାରେ ଯେ ସ୍ନେହାଙ୍ଗିନୀ ଚୁଡ଼ିଆର କ୍ୟାଣ୍ଡିଡେଚର ସେଟା ବବି ଦାସ পুশ করেছিল যে স্নেহাঙ্গিনী চুড়িয়া শুড বি দ্য ক্যান্ডিডেট তো ববি দাসর রেকমেন্ডেশনে ক্যান্ডিডেট দিয়েছিল ଏବେ ଏମାନର ଅଭିଯୋଗ ଯେ ବବି ଦାସ କଣ ପ୍ରମିସ କରିଥିଲେ ମୁଁ ରିସୋର୍ସ ଲଗାଇବି ମୁଁ ଜିତେଇବି ପାର୍ଟିକୁଲାରଲି କୋମନା ବ୍ଲକ ଭେରି କ୍ରିଟିକାଲ ଗୋଟେ ବ୍ଲକ ସେଇଠି କଣ ବବି ଦାସ କହିଥିଲେ ପ୍ରମିସ କରିଥିଲେ ଯେ ମୁଁ 15,000 ଭୋଟର ଲିଡ୍ ଦେବି ବିଜୁ ଜନତା ଦଳ ଶ୍ରେୟାଙ୍ଗିନୀ ଚୁଡ଼ିଆ ରେଜଲ୍ଟ ବାହାରିଲା ରେଜଲ୍ଟରେ ଲିଡ୍ ତ ଛାଡ଼ନ୍ତୁ 40,000 ভোট 40,000 ভোটরে বিজু জনতা দল পছরে লস সেইমানে কହୁଛନ୍ତି যে সে তো নূয়াপাড়ারে ফ্লপ এ কোন আমার পার্টি চলাই কিন্তু এটা বি সত্য কথা ববি দাস সিনিয়র পলিটিশিয়ান
ତାର ବି ଆମ୍ବିସନ୍ ଲେଜିଟିମେଟ୍ ଆପଣ କ'ଣ ଆପଣ ଅପୋଜ କରିପାରନ୍ତି ବଟ୍ ୟୁ କ୍ୟାନଟ୍ ସେ ଯେ ଆପଣଙ୍କର ଆମ୍ବିସନ୍ ରହିବା କଥା ନୁହଁ ଆମକୁ ମାନିବା ପଡ଼ିବ କିନ୍ତୁ ଏମାନେ କହୁଛନ୍ତି ଯେ ନା ମାନେ ଅଧିକାଂଶ ନେତା ମୁଁ ଯାହା ବୁଝିଲି ଏମାନେ ମୁଡ୍ରେ ଅଛି ଯେ ନା ଏସବୁ ଚାଲିବନି ଆମର ଗୋଟେ ମ୍ୟାନେଜର ଦରକାର ସେ ମ୍ୟାନେଜର କି ସବୁଠୁ ଆଇଏଏସ୍ ବାଲା ସବୁଠୁ ଭଲ ମ୍ୟାନେଜର ଟ୍ରେଣ୍ଡ ଏକ୍ସପର୍ଟିଜ୍ ଅଛି ପାଠ ପାଠ ପଢିଛନ୍ତି ତ ପ୍ୟାରୀ ବାବୁ ତାରପରେ ପାଣ୍ଡିଆନ ବାବୁ ଏବେ ପାଣ୍ଡିଆନ ବାବୁର ସ୍ତ୍ରୀ ଏମାନେ କହୁଛନ୍ତି ଯେ ଯେମିତି ହେଲେ କରିବାକୁ ପଡିବ ତାର ଗୋଟେ ଇଏ ବି ଅଛି ଲଜିକ ବି ଏମାନେ ଶୁଣନ୍ତୁ ଏମାନେ ବି ନବୀନ ବାବୁ ଯେ ଏବେ ଟାଇମ ନେଉଛନ୍ତି କିମ୍ବା ଅନ୍ୟମାନେ ଯେ ନିଷ୍ପତ୍ତି ଏବେ ବି ଚିନ୍ତା ଭାବନା କରୁଛନ୍ତି ତାର ଗୋଟେ କାରଣ ଅଛି ଏମାନେ ପ୍ରୋଜ ଆଣ୍ଡ କନ୍ ଏବେ ବି ମାନେ ମେଜର କରୁଛନ୍ତି ଯେ କ'ଣ ହବ ରିପାର୍କେସନଟା କ'ଣ ହେଇପାରେ ଏବେ ବି ସେଇ ସବୁ କ୍ୟାଲକୁଲେସନ ଚାଲିଛି ଏଇଟା ମତେ ନେତା ଶୀର୍ଷସ୍ଥାନୀୟ ନେତାମାନେ କହୁଛନ୍ତି ଯେ ଏବେ ଗୋଟେ ରେଜଲ୍ୟୁସନ ହବ ହେବାକୁ ଯାଉଛି ମାନେ ଗୋଟେ ନିଷ୍ପତ୍ତି ହବ କେତେ ଜଲ୍ଦି ହବ ଡେଟ୍ କେବେ ନିଷ୍ପତ୍ତିର ଡେଟ୍ ଆନାଉନ୍ସମେଣ୍ଟ କେବେ ହବ ଏବେ ବି ସେଟା ଜଣା ନାହିଁ କିନ୍ତୁ ଆମେ ଆଶା କରୁଛୁ ଯେ ଜଲ୍ଦି ଜଲ୍ଦି ହେଇଯିବ କାହିଁକି ଏଇଟା ମୁଁ କହିଲି ଆଉ ଘୁଞ୍ଚାଇ ହବନି ଅଧିକା ପାଟି ପୁରା ମାନେ ମୃତ୍ୟୁ ଅବସମ୍ଭାବୀ ତ ଏବେ ବି ଏମାନେ ମାନେ ପ୍ରୋଜ ଆଣ୍ଡ କନ୍ସ ଆଲୋଚନା କରୁଛନ୍ତି ଯେ କ'ଣ କ'ଣ ହେଇପାରେ ଗୋଟେ ଜିନିଷ ହେଇପାରେ ଯେ ପାଣ୍ଡିଆନ ବାବୁର ସ୍ତ୍ରୀ ଧରନ୍ତୁ ମାନେ ମୁଁ ଏବେ ବି ଏଟା ହାଇପୋଥେସିସ୍ ଧରନ୍ତୁ ସୁଜାତା ପାଣ୍ଡିଆନ ଉତ୍ତରସ୍ୱରୀ ମାନେ ଇଣ୍ଡିକେସନ ଆସିଲେ ଯେ ସେ ଉତ୍ତରସ୍ୱରୀ ହେବେ তো କିଛି ନେତା ତ ନିଶ୍ଚୟ ଆପତ୍ତି କରିବେ ଏବଂ ବାହାରିବେ ଷ୍ଟେଟମେଣ୍ଟ ଦେବେ ଧରନ୍ତୁ ଦେବାଶିଷ ସାମନ୍ତରାୟ ଅଲରେଡି କହୁଛନ୍ତି ଆଉ ପୁଣି କହିବେ କ୍ରିଟିସାଇଜ କରିବେ ଯେ ପାର୍ଟି ଗଲା ପାର୍ଟି ଛଡ଼ିଗଲା ଏସବୁ ହବ ଖାଲି ଦେବାଶିଷ ସାମନ୍ତରାୟ କାହିଁକି ଅନ୍ୟମାନେ ବି ବାହାରି ପାରନ୍ତି କିନ୍ତୁ ସେଇଟା ଏମାନେ କହୁଛନ୍ତି ଯେ ଆମର କିଛି ଯାଏ ଆସେନି ଏମାନେ କିଛି ମିଡିଆରେ ଯାଇକରି ମତେ କିମ୍ବା ଅନ୍ୟମାନଙ୍କୁ ଯାଇକରି ସାମ୍ବାଦିକ ମାନଙ୍କୁ କିଛି ଷ୍ଟେଟମେଣ୍ଟ ଦେବେ କିଛି ବାଇଟ୍ ଦେବେ ଓ ହଲ୍ଲା ହବ ତାରপরে କ'ଣ କିଛି ହବନି କ'ଣ ହବ ଭୋଟ ଓଡ଼ିଶାରେ ଭୋଟ କ'ଣ ଦେବାଶିଷ ସାମନ୍ତରାୟ ପାଖରେ ଭୋଟଟା ଅଛି ନା ଅନ୍ୟମାନଙ୍କ ପାଖରେ ଅଛି ଭୋଟ ଅଛି ଏସେନ୍ସିଆଲି ନବୀନ ପଟ୍ଟନାୟକ ନାଁରେ ଆଉ ବିଜୁ ଜନତା ଦଳ ନାଁରେ ତ ଏମାନେ କହିବେ କିଛି ଟିକେ ହଲ୍ଲା ହବ ଏଣ୍ଟରଟେନମେଣ୍ଟ ହବ ଲୋକମାନେ 5 ଦିନ 10 ଦିନ ଚର୍ଚ୍ଚା ହେବେ ଭୁଲିଯିବେ କାହିଁକି ଏମାନଙ୍କର କ୍ୟାଲକୁଲେସନ ଭେରି ଇଣ୍ଟରେଷ୍ଟିଂ ଏବଂ ଆଜି ମୁଁ ସେଟା ଖୁଲାସା କରୁଛି এই যে যেମାନେ ପାଣ୍ଡିଆନ ବାବୁର ସ୍ତ୍ରୀକୁ ମାନେ ପୁsh କରୁଛନ୍ତି ଯେ ସୁଜାତା ପାଣ୍ଡିଆନ ହିଁ ହେବା ଦରକାର ଆଜ ଇଟ୍ ସୁଜାତା ପାଣ୍ଡିଆନ ଆଇଏଏସ୍ ଚାକିରି ଛାଡ଼ି ଯାଇଛନ୍ତି ତାର ବୟସ କେତେ ଏବେ अर्ली 50s ହେଇଥିବ ପାଣ୍ଡିଆନ ବାବୁ ଆଉ ଇଏ 52 53 ବୋଧେ ଏଇଟା କ'ଣ ଚାକିରିରୁ ରିଟାୟାରମେଣ୍ଟର ବୟସ କିନ୍ତୁ ସେମାନେ ବୋଥ ଅଫ୍ ଦେମ୍ ଚାକିରି ଛାଡ଼ି ଦେଇଛନ୍ତି ତ କିଛି ତ ଗୋଟେ କରିବେ ପଲିଟିକ୍ସ ଇଜ ଅ ଗ୍ରେଟ୍ ଭୋକେସନ ମାନେ କ୍ଷମତା ଥିବ ଇଏ ଥିବ ମାନେ ହାଇ ପ୍ରୋଫାଇଲ ତ ଏମାନେ କହୁଛନ୍ତି ଯେ ସୁଜାତା ପାଣ୍ଡିଆନ ହେଲେ ଗୋଟେ ଭଲ କାହିଁକି ବ୍ୟାକଲାସ୍ ମାନେ ଯଦି ଏଗେନ୍ଷ୍ଟରେ ଲୋକମାନେ ବାହାରିବେ ଧରନ୍ତୁ କ୍ରିଟିସିଜମ ହବ ସମାଲୋଚନା ହବ କିନ୍ତୁ ସେମାନେ ବାଧ୍ୟ ହେଇକିରି ପାର୍ଟି ଭିତରେ ହିଁ ରହିବେ ଯିବେ କୁଆଡ଼େ ଯିବାର ତ ଜାଗା ନାହିଁ ଏମାନେ କ'ଣ ଯିବେ ଭାରତୀୟ ଜନତା ପାର୍ଟିକୁ ଯାଇପାରନ୍ତି ଏମାନେ କହୁଛନ୍ତି ଯେ ଯିବେ ଧରନ୍ତୁ କେହି ଜଣେ ବଡ଼ ନେତା ଅଖୁସି ସୁଜାତା ପାଣ୍ଡିଆନ ହେଲା ପରେ କହିଲେ ନା ନା ମୁଁ ଆଉ ପାର୍ଟିରେ ରହିବିନି ଯିବେ କୋଉଠି ସେ ବୋଧେ ଭାରତୀୟ ଜନତା ପାର୍ଟିକୁ ଯିବେ କିନ୍ତୁ ଭାରତୀୟ ଜନତା ପାର୍ଟି ସାଙ୍ଗରେ টাচରେ ବିଜୁ ଜନତା ଦଳ ଭିତରେ ସବୁଠୁ টাচରେ କିଏ ଅଛନ୍ତି ଲିଙ୍କ ସେଇ ପାଣ୍ଡିଆନ ବାବୁ ଟିକେ ଅଛନ୍ତି ଦିଲ୍ଲୀ ବିଜେପି ସାଙ୍ଗରେ ମାନେ ଷ୍ଟେଟ ବିଜେପି ଛାଡ଼ୁନି ଦିଲ୍ଲୀ ବିଜେପି ସାଙ୍ଗରେ টাচରେ ଅଛନ୍ତି ପାଣ୍ଡିଆନ ବାବୁ ଲିଙ୍କ ଏଟା ଏଷ୍ଟାବ୍ଲିଶ ତ ପାଣ୍ଡିଆନ ବାବୁ ଯଦି ଅନୁମତି ନା ଦେବେ ଯେ ଠିକ ଅଛି ଏଇମାନଙ୍କୁ ଆପଣ ମାନେ ନିଅନ୍ତୁ ଆମର ବିଜୁ ଜନତା ଦଳ ନେତାକୁ ଆପଣ ବିଜେପିରେ ନିଅନ୍ତୁ ଆପଣ କ'ଣ ଭାବୁଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ୱ ଷ୍ଟେଟ ବିଜେପି को क्लियरेंस देवे अप्रूवल देवे जे एमानकु नहीं जाओ एमाने कहउछन्ति पांडियन बाबू तो अटकाई देवे जाई परिबेनी एमाने प्लस आउ गोटे मारात्मक योजना एमाने करूछन्ति माने कैलकुलेशन एटा होछि पूरा पेपर माने पॉलिटिशियन माने ए सब करिवे जे एटा हेले कोन हबो सेटा हेले कोन हबो तो एमानर गोटे कैलकुलेशन होछि जे जेहेतु बीजेपी एबे स्टेट रे ओडिसा रे क्षमता रे अछि तो पॉपुलैरिटी खसुथु एक्सपेक्टेड एंटी इनकम्बेंसी कोनतु नॉन परफॉर्मेंस कोनतु तो बीजेपी जेते बोले खसिबो ক্ষমতারে রইবার ଅଛି 2029 ইলেকশন কি জিতিবার ଅଛି এবং বিজেডি ବି ଖସୁଛି ମାନେ ଗୋଟେ ରାଡାରଲେସ୍ ଡାଇରେକ୍ସନଲେସ୍ ଅବସ୍ଥାରେ ଅଛି ତ ଏମାନଙ୍କର ଇଏ ହଉଛି ଯେ ଲଜିକ ହଉଛି ଯେ ବିଜେପି ଏକୁଟିଆ ପୁଣି ଜିତି ପାରିବେନି ବିଜେଡିର ଏକୁଟିଆ ଭବିଷ୍ୟତ ଏତେ ଭଲ ନୁହଁ ତ ଏମାନେ ପୁଣି ଇଲେକ୍ସନ ପୂର୍ବରୁ ଗୋଟେ ଆଲାଏନ୍ସ ହବ ବିଜେଡି ଆଉ ବିଜେପି ଭିତରେ ଆଲାଏନ୍ସ ହବ ଭୋଟ ସେ ମାନେ ଆପଣ ଭାବନ୍ତୁ ଦୁଇ ଜଣ ମିଶିଲେ ପଡେ
ଓଡ଼ିଶାର 80% ଭୋଟ ସେୟାର ଉପରେ, ରିସୋର୍ସ ପୁରା ସେମାନଙ୍କ ପାଖରେ, କ୍ୟାଣ୍ଡିଡେଟ୍ ସେମାନଙ୍କ ପାଖରେ, ଲଜିଷ୍ଟିକ୍ ସେମାନଙ୍କ ପାଖରେ। ସେ କହୁଛି ତାହେଲେ ଆମେ ପୁଣି କ୍ଷମତାରେ ପଳେଇ ଆସିବୁ। ମାନେ ବିଜେପି ବଡ ପାର୍ଟନର, ବିଜେଡି ସ୍ମଲାର ପାର୍ଟନର, କିନ୍ତୁ ଅସ୍ତିତ୍ୱର ଲଢାଇ, ଅସ୍ତିତ୍ୱ ମାନେ ବଞ୍ଚିବା ପଡିବ। ତ ଏ ଗୋଟେ ଆଲାଏନ୍ସ ହେଇପାରେ। ତ ଆଲାଏନ୍ସ ହେଲେ ପରେ ସବୁଠୁ କ୍ରିଟିକାଲ ପ୍ଲେୟାର କିଏ ହବ? ବିଜେପି ସାଙ୍ଗରେ ଲିଙ୍କ ରଖିବା, ଆଲାଏନ୍ସ ଇଏ କରିବା, ପୁଣି ପାଣ୍ଡିଆନ ବାବୁ। ତ ପାଣ୍ଡିଆନର ସ୍ତ୍ରୀ ହେଲେ ଅସୁବିଧା କଣ? ପାଣ୍ଡିଆନ ବାବୁ ତ ପ୍ରାୟ ସକ୍ସେସଫୁଲ ହେଇଯାଇଥିଲେ 2024 ଇଲେକ୍ସନ ପୂର୍ବରୁ। ବିଜେଡି ବିଜେପି ଆଲାଏନ୍ସ ତ 90% ହେଇଯାଇଥିଲା ଏବଂ କେ ଲିଡ୍ କରୁଥିଲେ ସେ କଥାବାର୍ତ୍ତା କନଭରସେସନ? ପାଣ୍ଡିଆନ ବାବୁ ହିଁ କରୁଥିଲେ। ତ ଏଥର ପୁଣି କରିବେ କାହିଁ? ଏବେ ତ ଅସ୍ତିତ୍ୱର ଲଢାଇ। ବଞ୍ଚିବାକୁ ହେଲେ ବିଜେଡି ফাইনালি আলায়েন্সরে বিজেপি সাংকেলে রইব, তাহলে বিজেডির মানে বড় বড় কোশ্চেন মার্ক অস্তিত্ব উপরে, ফিউচার উপরে। তো এମାନେ କହୁଛନ୍ତି ଯେ ହେବା କଥା। ତ ସେୟା ପାଇଁ ମାନେ ମୋର ଧାରଣା ବର୍ତ୍ତମାନ ସ୍ଥିତିରେ ଲାଗୁଛି ବିଭିନ୍ନ ଫ୍ୟାକ୍ଟର ଆପଣ ଯଦି କନସିଡର କରିବେ। ମୁଁ କହିଲି ପ୍ରଥମେ ଟ୍ରଷ୍ଟ, ବିଶ୍ୱାସ। ନବୀନ ବାବୁ କାହାକୁ ବିଶ୍ୱାସ କରୁଛନ୍ତି? ପାଣ୍ଡିଆନ ଦମ୍ପତିକୁ କରୁଛନ୍ତି, ସୁଜାତା ପାଣ୍ଡିଆନକୁ କରୁଛନ୍ତି। ତାরপরে এটা আপন মানে জানিছেন যে সুজাতা পান্ডিয়ান হেলে পরে ওড়িয়া অস্মিতা ଆଉ নাই, ওড়িশার ঝিও, কেন্দ্রপাড়ার ঝিও, অ্যাডমিনিস্ট্রেটর, বড়িয়া এডুকেটেড, মানে সবু টিক, টিক মার্ক, পজিটিভ, প্লাস প্লাস প্লাস। তাছাড়া ব্যাকগ্রাউন্ডে বিজেপি কানেকশন, বিজেপির অসুবিধা মানে বিজেপি সাଙ୍ଗରେ ପାଣ୍ଡିଆନ ବାବୁ ମତେ କହୁ ଯାହା ସବୁ କହୁଛନ୍ତି ଯେ ବଢିଆ ସମ୍ପର୍କ, ମାନେ ଲିଙ୍କଟା କାହାର? ବିଜୁ ଜନତା ଦଳରେ ନବୀନ ବାବୁଙ୍କୁ ଛାଡ଼ିଦେଲେ ପରେ বিজেপি ভারতীয় জনতা পার্টির কেন্দ্রীয় নেতৃত্ব সাথে কার সম্পর্ক আছে? কে অমিত শাহকে ফোন করে কথা ହେଇପାରିବେ? বিজেডি ভিতরে পারিবে? অন্য নেতা মানে পারিবে? হ্যাঁ, মিডিয়া, ওড়িশা মিডিয়ারে বড় বড় কথা কইপার, কার গোটে দম আছে যে অমিত শাহକୁ ফোନରେ কথা ହେବେ କି ପିଏମଓ କୁ ফোন করে কথা ହେବେ? ଏମାନର ବକ୍ତବ୍ୟ ଯେ ଖାଲି ନବୀନ ବାବୁ ପାରିବେ, ପାଣ୍ଡିଆନ ବାବୁ ବି ପାରୁଛନ୍ତି। ତ ପାଣ୍ଡିଆନ ବାବୁର ସ୍ତ୍ରୀ ହେଇଗଲେ ଉତ୍ତରାଧିକାରୀ। ତ ଏବେ ପ୍ରଶ୍ନ ହଉଛି, ମୁଁ ଏମାନଙ୍କ ସାଙ୍ଗରେ ଆଲୋଚନା କଲା ପରେ ମୁଁ ଯାହା ବୁଝିଲି ଯେ ଉତ୍ତରାଧିକାରୀର ପ୍ରଶ୍ନ ଆଉ ମାନେ ଅଧିକା ଦିନ ଘୁଞ୍ଚାଇ ପାରିବେନି, ଡିଲେ କରିପାରିବେନି। କାହିଁ? ପାର୍ଟି ନଷ୍ଟ ହେଇଯିବ ଡାଇରେକ୍ସନରେ, କର୍ମୀ ମାନେ ପଳାଇବେ, କର୍ମୀ ମାନେ ଡିସଏନଚେଣ୍ଟେଡ ଇଏ ହେଇଯିବେ। ତ ଗୋଟେ ନିଷ୍ପତ୍ତି ନେବା ପଡ଼ିବ। ତ ଏବେ ଫାଇନ ଟ୍ୟୁନିଂ ଚାଲିଛି, ଫିନିସିଂ টাচেস, କଣ ହବ କଣ ନା ହବ ଏସବୁ ଚାଲିଛି। এবং এটা ହେଇପାରେ ଯେ ଗୋଟେ ନିଷ୍ପତ୍ତି, ଆନାଉନ୍ସମେଣ୍ଟ ଜଲ୍ଦି ହବ। କେବେ ହବ ମୁଁ ତ ଆଷ୍ଟ୍ରୋଲୋଜର ନୁହଁ, ମୁଁ କହିପାରିବିନି। ଗୋଟେ ବଢିଆ ସୁଯୋଗଟା ଅଛି। ଏଇ ବୋଧେ ଡିସେମ୍ବର 26 କି 27 ବିଜୁ ଜନତା ଦଳର ଫାଉଣ୍ଡେସନ ଡେ। ଏଇ ଫାଉଣ୍ଡେସନ ଡେ ଗୋଟେ ବଢିଆ ଓକେସନ, ଟିକେ ଡ୍ରାମା ହବ, ଧାମାକା ହବ, ହେଇପାରେ। আবার এটা ବି ହେଇପାରେ ଯେ ନବୀନ ବାବୁ କହିବେ ନା ନା ଏଇ ସମୟ କରିବେ ନା, ଆଉ ଟିକେ ପରେ କରିବେ। କିନ୍ତୁ ହବ, ହେବାକୁ ଯାଉଛି। কে হব দেখাଯାଉ। ববি দাস ବି ମୁଁ କହିଲି ଟ୍ରାଏ କରୁଛନ୍ତି, ଅନ୍ୟମାନେ ବି হয়তো ଟ୍ରାଏ କରିବେ। କିନ୍ତୁ ପୁଣି ফাইনালি দ্য কোশ্চেন ইজ নবীন বাবুর বিশ্বাস, ট্রাস্ট। দেখাଯାଉ কোন হচ্ছে। তবে ইন্টারেস্টিং ସବୁ হচ্ছে এবং বিজু জনতা দল ক্ষমতাରେ ନାହାନ୍ତି କିନ୍ତୁ ନ୍ୟୁଜରେ ଅଛନ୍ତି ଏବଂ ରହିବେ ବେଶ କିଛି ଦିନ। ଆମେ ଫଲୋ କରିବୁ। ଆଜି ପାଇଁ ଏତିକିରେ, ପୁଣି କଥା ହେବି ଆଗାମୀ ଅଧ୍ୟାୟରେ। ମୋର ଏଇ ୟୁଟ୍ୟୁବ ଚ୍ୟାନେଲ ମୁଁ ରୁବେନ କହୁଛି। লিঙ্ক শেয়ার করন্তু, সাবস্ক্রাইব করন্তু, কমেন্ট সেকশନରେ কমেন্টস ଆଉ ସଜେସନ୍ସ ଦିଅନ୍ତୁ। ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ, ନୋଟିଫିକେସନ। ମୁଁ ଯେତେବେଳେ ଭିଡିଓ ଅପଲୋଡ କରିବି ଆପଣମାନେ ନୋଟିଫିକେସନ ପାଇଯିବେ ଅଟୋମେଟିକ। ଦ୍ୟାଟ୍ ଇଜ ଭେରି ଇମ୍ପୋର୍ଟାଣ୍ଟ। খুব জলদি দেখা হবে। নমস্কার। ମୁଁ ରୁବେନ କହୁଛି।